କାର ଦଶ ବନ୍ଧୁ ଜୟ ଜଗନ୍ନାଥ ଶୁଭ ସନ୍ଧ୍ୟା। ଆଜି ତୋ ପାଇଁ ତୋରି ପାଇଁ ନା ଆପଣମାନେ ଆଜି ଦେଖିବାକୁ ପାଇବେ ମାଧବୀ ଚିକି କହିବେ କି ଦେଖ ପୁଣି ଗୋଟେ କିଛି ଅଶୁଭ କରିବାକୁ ଆସିଗଲା ଅଲକ୍ଷଣୀ। ଦେଖ ତା ମୁହଁକୁ ଟିକେ ଭଲକି ଦେଖ। ଏମିତି ଚିକି ବହୁତ କଥା କାମିনী ଦେବୀ କହିବେ କି ସେଇଠି ଠିଆ ହୋ ରାମ। ପୁଣି କାମିনী କହିବେ କି ପ୍ରଥମେ ଏ ଝିଅକୁ କହ ଏଠୁ ଯିବ। ସିଏ ଏଠି କ'ଣ ପାଇଁ ଆସିଛି ହଁ। ତାପରେ ପୁଣି କାମିনী କହିବେ କି ତୁ ଏଠିକି ଯଦି ମୋ ଶ୍ରୀୟାର ରାମ ହୋଇକି ଆସିଛୁ ତାହେଲେ ଠିକ୍ ଅଛି, ନହେଲେ ତୁ ବି ଯାଇପାରୁ ରାମ। ରାମ କହିବେ କି ଜେଜେମା କାହିଁକି ତମେ ଏମିତି କହୁଛ ତାଙ୍କୁ। ତାପରେ କାମିনী କହିବେ କି ଠିକ୍ କହୁଛି ତ ମୁଁ, ଆଉ ସମସ୍ତଙ୍କର ଭଲ ପାଇଁ ବି କହୁଛି ମୁଁ। ୟାକୁ ଏଠୁ ଯିବାକୁ କହ ରାମ। ଭଲରେ କହୁଛି ଏ ଝିଅକୁ ମୋ ଆଖି ସାମ୍ନାରୁ ନେଇଯା ତ ସବୁଠାରୁ ଭଲ ହବ। ତାପରେ ପୁଣି ଚିକି କହିବେ କି ମୋତେ ମିଷ୍ଟର ଅଗସ୍ତି ନେଇକି ଆସିଛନ୍ତି ଏଠିକି। କାମିনী କହିବେ କି ହଁ ତୁ ଏକଦମ ଠିକ୍ କହିଛୁ, ତତେ ରାମ ହିଁ ନେଇକି ଆସିବେ, କିନ୍ତୁ ତୋରି ପାଇଁ ତ ଶ୍ରୀ ଆଜି ଏଠି ଅଛି ନା, ଆଉ ତାର ଟ୍ରିଟମେଣ୍ଟ ଚାଲିଛି। ତାପରେ ପୁଣି କାମିনী କହିବେ କି ଏବେ କହ ଆଉ କ'ଣ ଖରାପ କରିବାକୁ ଚାହୁଁଛୁ ତୁ ତାର କହ। ତାପରେ ପୁଣି କାମିনী କହିବେ କି ତୋର ଆଉ କ'ଣ ବାକି ରହିଗଲା ଯେ ତୁ ପୁଣି ଏଠିକି ଆସିଯାଇଛୁ ମୋ ଶ୍ରୀୟାର ଟ୍ରିଟମେଣ୍ଟ ଦେଖିବା ପାଇଁକା କହ। ତାପରେ ରାମ କହିବେ କି ଜେଜେମା ପ୍ଲିଜ୍, ମିସ୍ ଦୁର୍ଗା ହିଁ ଶ୍ରୀୟାଙ୍କର ଟ୍ରିଟମେଣ୍ଟ ପାଇଁ ଖର୍ଚ୍ଚ କରୁଛନ୍ତି ଜେଜେମା, ଆଉ ସେଥିପାଇଁ ସିଏ ଆଜି ଏଠିକି ଆସିଛନ୍ତି। ତାପରେ କାମିনী କହିବେ କି କ'ଣ କହିଲୁ ତୁ ମୋ ଶ୍ରୀୟାର ଟ୍ରିଟମେଣ୍ଟ ଖର୍ଚ୍ଚ ପାଇଁ ଇଏ ପଇସା ଖର୍ଚ୍ଚ କରୁଛି ହଁ। ଆରେ ୟାର ପଇସା ବି ମୋ ଶ୍ରୀୟାର ବି କ୍ଷତି କରିବ, ବୁଝିଲୁ ରାମ। ୟାକୁ ଏଠୁ ଯିବାକୁ କହ, ମୁଁ ଭଲରେ କହୁଛି ରାମ। ୟାକୁ ଏଠୁ ଯିବାକୁ କହ, ମୋ ଆଖି ସାମ୍ନାରେ ୟାକୁ ନେଇଯା, ଭଲରେ କହୁଛି ନେଇଯା ରାମ ତାକୁ ପରା। ତାପରେ ରାମ କହିବେ କି ଜେଜେମା ସେ କୁଆଡ଼େ ବି ଯିବେନି ବାସ୍। ଏମିତି ରାମ କାମିনী ଦେବୀକି ବହୁତ ଗାଳି କରିକି କହନ୍ତି, ଆଉ କାମିনী ଦେବୀ ଆଶ୍ଚର୍ଯ୍ୟ ହୋଇ ରାମକୁ ଅନା। ସୋ ଫ୍ରେଣ୍ଡସ୍, କାମିনী ଆଉ ରାମଙ୍କ ଭିତରେ ଚାଲିଥିବା ତିକ୍ତତା କ'ଣ ଦୂର ହେବ? ତାକୁ କ'ଣ ଦୁର୍ଗା ତାଙ୍କର ତିକ୍ତତା ଦୂର କରିପାରିବ ହଁ କି ନା? ଜାଣିବାକୁ ହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।